ଆଚ୍ଛା ଜଗା, ତୁ ଶ୍ରୀମନ୍ଦିରରେ ଚାଲିଛି କ'ଣ? ତୁ ଜାଣିନୁ ନା ଜାଣି ଜାଣି ଅଜଣା ହେଉଛୁ? ବାରମ୍ବାର ଭକ୍ତଙ୍କ ଭାବ ସହ ତୋ ପଣ୍ଡାମାନେ ଖେଳୁଛନ୍ତି। ଧନୀଙ୍କଠୁ ଟଙ୍କା ନେଇ ତୋ ଦର୍ଶନ କରାଉଛନ୍ତି, ଆଉ ବିଚରା ଗରିବ ଭକ୍ତଟିଏ ଭିଡ଼ରେ ରହି ରହି କଷ୍ଟ ପାଉଛି। ଜଗା, ତୁ କହିଲୁ, ତୁ ଯଦି ଜଗତର ମାଲିକ, ତତେ ଏସବୁ ଅଜଣା କେମିତି? ତୋ ଆଗରେ ଏ ଅନ୍ୟାୟ ହେଉଛି ବା କେମିତି? ଜଗାରେ, ଆଉ ଗୋଟେ କଥା ଶୁଣିଲୁ ନା ନାଇଁ? ତୋ ଜମି ଉପରେ ବି କିଛି ଖଳ ପ୍ରକୃତିର ଲୋକଙ୍କ ନଜର ପଡ଼ିଛି। ତାଳବଣିଆ ନିକଟରେ ତୋର ଯେଉଁ ଜମି ଅଛି ତାକୁ ପ୍ଲଟିଂ କରି ବିକିବାକୁ ବସିଲେଣି। କ'ଣ ରେ ଜଗା, ଏସବୁ କ'ଣ ହେଉଛି? ତୋ ଆଖି ସାମ୍ନାରେ ଏସବୁ ହେଉଛି କେମିତି? ନୀତିରେ ବିଳମ୍ବ ଏବଂ ତୁ ଉପବାସ ରହିବା ଆଉ କିଛି ନୂଆ କଥା ହୋଇନାହିଁ। ଏ ପଣ୍ଡାମାନେ ରାଗିଗଲେ ତୋତେ ଉପବାସ ବି ରଖିବାକୁ ପଛାଉନାହାନ୍ତି। ଆଉ ସେ ବ୍ରହ୍ମବିଭ୍ରାଟ କଥା ମନେ ପଡ଼ିଲେ ଆଜି ବି ଭାରି କଷ୍ଟ ହେଉଛି। ଏ ଜଗା, ମଣିଷ ପରି ଲୀଳା କରୁଛୁ, ହେଲେ ତୋ ପ୍ରତି ଯିଏ ଏମିତି ବ୍ୟବହାର କରୁଛନ୍ତି, ତୁ କାହିଁ ତାକୁ କ୍ଷମା ଦେଉଛୁ? କ'ଣ ସେମାନେ ବି ତୋ ସନ୍ତାନ ବୋଲି? ହଁ, ସବୁ କାଳେ ତୋ ଇଚ୍ଛା। ତୋ ବିନା ଇଙ୍ଗିତରେ କାଳେ କିଛି ବି ହୁଏନି। ହଉ, ଆଗକୁ କ'ଣ କରୁଛୁ କର। ତୋ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ବି ଆଉ କିଛି ନୂଆ କଥା ହେଇନାହିଁ। ପ୍ରତିଥର ଡ୍ରୋନ୍ ଉଡ଼ୁଛି, ନୀଳଚକ୍ର ଚାରିପଟେ ବୁଲୁଛି, ତାପରେ କୁଆଡ଼େ ଚାଲିଯାଉଛି କାହାକୁ ବି ଜଣା ନାହିଁ। ପ୍ରଶାସନ କହୁଛି ପଦକ୍ଷେପ ନେବୁ, ସରକାର ବି କହୁଛନ୍ତି ପଦକ୍ଷେପ ନେବୁ, ହେଲେ ଫଳ ପୁରା ଶୂନ। ପୁରୁଣା ସରକାରଙ୍କ ଆଭିମୁଖ୍ୟ ଯାହା ଥିଲା, ନୂଆ ସରକାର ବି ସେମିତି ଚୁପ୍ ରହୁଛନ୍ତି। ଏଯାଏଁ ଡ୍ରୋନ୍ ଉଡ଼ାଇଥିବା ଲୋକମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେଇନି। ବ୍ୟୁରୋ ରିପୋର୍ଟ, OTV।